ସାଙ୍ଗମାନେ ଜୟ ଜଗନ୍ନାଥ ନମସ୍କାର। ଶୁଭ ସନ୍ଧ୍ୟାରେ ମୁଁ ସଞ୍ଜୟ କୁମାର ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ୱେଲକମ୍ କରି ଆମେ ଆରମ୍ଭ କରୁଛୁ ସୁନ୍ଦର ଢଗ ପ୍ରଶ୍ନ। ସାଙ୍ଗମାନେ ଆସ ଆମେ ଦେଖିବା, ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ସାଙ୍ଗମାନେ ଭାଉଜଙ୍କୁ ମୁଁ ଆଜି ପ୍ରଶ୍ନ ପଚାରିବି। ଭାଉଜ ଯଦି ଉତ୍ତରଟି ନ କହିପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍। ନା କ'ଣ କହୁଛ ସାଙ୍ଗମାନେ? ଭାଉଜ କ'ଣ କହୁଛନ୍ତି ଭିଡ଼ିଓଟିକୁ ଦେଖିନିଅନ୍ତୁ ଶେଷ ପର୍ଯ୍ୟନ୍ତ। କହିଲ ଦେଖି, ଆମେ ଗାଧୋଇବା ସମୟରେ ଆମ ଶରୀରରେ କେଉଁ ଜିନିଷଟି ଓଦା ହୁଏ ନାହିଁ? ସାଙ୍ଗମାନେ ଭାଉଜ କ'ଣ ସତରେ ଚିନ୍ତାରେ ପଡ଼ିଗଲେ? ଆମେ ଗାଧୋଇବା ସମୟରେ ଆମ ଦେହରେ ଏମିତି ସିଏ ତ ମୁଣ୍ଡ ଧୋଇ ଗାଧାନ୍ତି, ତାଙ୍କର ସବୁ ଓଦା। ଝିଅ ପିଲା ଗାଧେଇଲେ ମୁଣ୍ଡ ଓଦା ହୁଏ ନା, ମୁଣ୍ଡ ଧୋଆ ହୁଏ ନା। ଆଉ ଗାଧେଇଲା ବେଳେ କୋଉ ଜିନିଷ ଶରୀରରେ ଏମିତି କେଉଁ ଜିନିଷ ଅଛି ଯେ କି ସେ ଜିନିଷଟି ଓଦା ହୁଏ ନାହିଁ? ସାଙ୍ଗମାନେ ଜୀବ ଓଦା, ସେ ତ ଓଦା ରୁହେ। ଆମେ ଗାଧୋଇବା ସମୟରେ ଏମିତି କେଉଁ ଜିନିଷ ଅଛି ଯେ କି ଆମ ଶରୀରରେ ସେ ଜିନିଷଟି ଓଦା ହୁଏନି? ସାଙ୍ଗମାନେ ଆପଣମାନେ ଶୁଣୁଛନ୍ତି ତ, ଭାଉଜ କହୁଛନ୍ତି କାନରେ ପାଣି ପଶେ ନା? ଏନା ପାଣି ଢାଳିଦେଲେ କାନରେ ପାଣି ପଶିଯାଏ। ସାଙ୍ଗମାନେ ସତରେ ଭାଉଜ କ'ଣ କହିପାରୁନାହାନ୍ତି? ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ ଆମେ ଗାଧୋଇବା ସମୟରେ ଆମ ଶରୀରରେ ଏମିତି କେଉଁ ଜିନିଷଟି ଅଛି ଯେ କି ସେ ଓଦା ହୁଏ ନାହିଁ? ଭାଉଜ କ'ଣ କହିଲେ? କାନ, ଓନ୍ଲି କାନ, ଆଉ କିଛି ନାହିଁ? ଏଇଟା କୁହ, ଯଦି ବାଜିଗଲା। ନାକ। ଭାଉଜ କହିପାରୁନାହାନ୍ତି ସାଙ୍ଗମାନେ। ଆପଣମାନେ କ'ଣ କମେଣ୍ଟ ବକ୍ସରେ ଲେଖିବେନି? ନିଶ୍ଚିନ୍ତ ଲେଖିବେ। ସାଙ୍ଗମାନଙ୍କର ସେଇଭଳି ଭଲ ପାଇବା ଅଛି, ନିଶ୍ଚୟ ଲେଖିବେ। ନା କ'ଣ କହୁଛ? ସାଙ୍ଗମାନେ ପ୍ରଥମ ଡଗ ପ୍ରଶ୍ନଟି ଆପଣଙ୍କ ମନ ଛୁଆଁ ହୋଇଥିବ ବୋଲି ଆଶା ଏବଂ ବିଶ୍ୱାସ ରଖିଅଛୁ। ସେକେଣ୍ଡ ପ୍ରଶ୍ନଟି ତୁମେ କିଛି ପଚାରିବ ଭାବିଛ? ଭାବି ନାହାନ୍ତି, ଭାଉଜ କିଛି ଭାବି ନାହାନ୍ତି ସାଙ୍ଗମାନେ। ତାହେଲେ ସେକେଣ୍ଡ ପ୍ରଶ୍ନଟି ମୁଁ ଭାଉଜଙ୍କୁ ପଚାରିବି। ଭାଉଜ କ'ଣ କହିବେ ଭିଡ଼ିଓଟିକୁ ଦେଖି ନିଅନ୍ତୁ ଶେଷ ପର୍ଯ୍ୟନ୍ତ ଏବଂ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଦେଖନ୍ତୁ ସାଙ୍ଗମାନେ, କହିଲେ ଦେଖି, ମଣିଷ କହିଲେ ରାଗ ଖତମ, ଡକ୍ଟର କହିଲେ ମଣିଷ ଖତମ, ସେ ଶବ୍ଦଟିର ଅର୍ଥଟି କ'ଣ ହୋଇପାରେ? ସାଙ୍ଗମାନେ ଭାଉଜ ତ କହିପାରିବେନି, ଚିନ୍ତା କର। ମଣିଷ କହିଲେ ରାଗ ଖତମ, ଡକ୍ଟର କହିଲେ ମଣିଷ ଖତମ, ସେ ଶବ୍ଦଟି କ'ଣ? କିନ୍ତୁ ଭାଉଜ ଯଦି ଜାଣିପାରନ୍ତି କିନ୍ତୁ କହିବ ନାହିଁ। ସାଙ୍ଗମାନେ କ'ଣ କରିବେ? କମେଣ୍ଟ ବକ୍ସରେ ଲେଖିଦେବେ। ତୁମେ ଚିନ୍ତା କର, କହିପାରିବ ନା ନାହିଁ? ନା ଜାଣିଛ? ଜାଣିନାହାନ୍ତି କହିବା। ସାଙ୍ଗମାନେ ମଣିଷ କହିଲେ ରାଗ ଖତମ, ଡକ୍ଟର କହିଲେ ମଣିଷ ଖତମ, ସେ ଶବ୍ଦଟିର ଅର୍ଥ କ'ଣ? ସାଙ୍ଗମାନେ ସୁନ୍ଦର ପ୍ରଶ୍ନଟି ମୁଁ ପଚାରିଛି। ଆପଣମାନେ ନିଶ୍ଚିନ୍ତ ଟିକେ ଭିତରକୁ ନେଇ ଭାବନ୍ତୁ, ନିଶ୍ଚିନ୍ତ ଆପଣମାନେ ଉତ୍ତରଟି ପାଇଯିବେ। ସାଙ୍ଗମାନେ ଆଜିର ଢଗ ପ୍ରଶ୍ନଟି ବହୁତ ମଜା ଥିଲା। ଆପଣମାନଙ୍କ ପାଇଁ ଭାବି ଚିନ୍ତି ଆଣିଥିଲି ଯେ କି ଆପଣମାନେ ହିଁ କମେଣ୍ଟ ବକ୍ସରେ ଲେଖିପାରିବେ। ଦେଖନ୍ତୁ ସାଙ୍ଗମାନେ, ସନ୍ଧ୍ୟା ସମୟରେ କେମିତି ସୁଲୁସୁଲିଆ ପବନ ବାଜୁଛି, ଭାଉଜ ମଧ୍ୟ ଛିଡ଼ା ହେଇଛି, କିନ୍ତୁ ମୁଣ୍ଡଟି ଥଣ୍ଡା ହେଇଛି, କିନ୍ତୁ ଉତ୍ତରଟି ପାଉନାହାନ୍ତି। ଆପଣମାନେ କ'ଣ କମେଣ୍ଟରେ ଦେବେନି ସାଙ୍ଗମାନେ? ନିଶ୍ଚିନ୍ତ ଦେବେ। ଆପଣମାନେ ଆମର ପରା ବେଷ୍ଟ ଫ୍ରେଣ୍ଡ, ଆପଣ କେମିତି ନ ଦେବେ? କିନ୍ତୁ ସାଙ୍ଗମାନେ ଭାଉଜ ଚିନ୍ତାରେ ଅଛନ୍ତି। କ'ଣ କିଛି କୁହ, ଯଦି ବାଜିଗଲା? ମଣିଷ କହିଲେ ରାଗ ଖତମ, ଡକ୍ଟର କହିଲେ ମଣିଷ ଖତମ, ସେ ଶବ୍ଦଟିର ଅର୍ଥଟି କ'ଣ?
ସାଙ୍ଗମାନେ ଭାଉଜ ଟିକେ ଯଦି ଭିତରକୁ ନିଅନ୍ତି ମାନେ ତାହେଲେ ଉତ୍ତରଟି ପାଇଯିବେ। ମଣିଷ ରାଗିଥିବ ଯଦି ଜଣେ ବୁଝିଦେଲେ ରାଗଟା ମାନେ ସରିଯାଏ। ଆଉ ଯୋଉ ଡଟ ରାଗିବ ମାନେ ତୋର ଯାହା ହଁ ବୁଝେଇକି କୁହ। ତୋର ଏଇଆ ହେଇଛି ଶୁଣିଲା ମାନେ ଲୋକ ବଜାନ୍ତି ଯେ ମାନେ ଇଏ ହେଇଥିବ ଫଟି ବଜାନ୍ତି ସେଇଟା ବୋଧେ। ସାଙ୍ଗମାନେ ଭାଉଜ ଯାହା କହୁଛନ୍ତି ଆପଣମାନେ ଶୁଣିଲେ, କିନ୍ତୁ ଆପଣମାନେ ଉତ୍ତରଟି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ସାଙ୍ଗମାନେ। ଏତିକି ରିକ୍ୱେଷ୍ଟ ଆମ ତରଫରୁ ରହିଛି। ସାଙ୍ଗମାନେ ଏଇ ଦୁଇଟି ପ୍ରଶ୍ନ ମୁଁ କରିଛି, କିନ୍ତୁ ଭାଉଜ କିଛି ପ୍ରଶ୍ନ କର ନାହିଁ କିଛି ଆଉ କିଛି କର। ଯଦି ନ କରିବ ମୁଁ ଆଉ ଗୋଟେ ପଚାରିବି ନା କ'ଣ? ପଚାରିବି ଯେ ପଚାର ହିସାବ ପତ୍ର ପଚାରିଦେବା ନା କ'ଣ? କହିପାରିବେନି। ଯାହା ହଉ ସାଙ୍ଗମାନେ ଆଜି ଭାଉଜ ସେଇ ହିସାବ ପତ୍ର ବିଷୟରେ କହିପାରିବେନି, କିନ୍ତୁ କ'ଣ କରାଯିବ ଆପଣମାନେ ଏ ଦୁଇଟି ପ୍ରଶ୍ନର ଉତ୍ତର ଦେଇଦିଅନ୍ତୁ। ଆଗାମୀ ଭିଡ଼ିଓରେ ଆପଣମାନଙ୍କ ପାଇଁ ଆମେ ଆଣିବୁ ସୁନ୍ଦର ସୁନ୍ଦର ନଗ ପ୍ରଶ୍ନ, ଆପଣମାନେ ଦେଖିବେ କିନ୍ତୁ ମଜା ନେବେ। ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଭାଉଜ କିଛି କୁହ, ମୁଁ ଖାଲି ତ କହିଲେ କ'ଣ ହେବ? ଖାଲି ହସିଲେ ତ ମୁର୍ଗୀ ହସ। କିଛି କହିନା, କିଛିଟା ଭାବିନା କହିଲା ଭଳି। ଭାବ ଯଦି ମିଳିଗଲା। ନା ଭାବିବା ପାଇଁ ନାହିଁ, ଭାବିକି କହିପାରିବି ମୋର ବା ମୁଣ୍ଡରେ ପଶୁନାହିଁ। ତାହେଲେ ସାଙ୍ଗମାନେ ଭାଉଜଙ୍କର ମୁଣ୍ଡରେ ପଶୁନାହିଁ, କିନ୍ତୁ କ'ଣ କରାଯିବ? ତାହେଲେ କହିପାରିବନି। ତାହେଲେ ସାଙ୍ଗମାନେ ଭାଉଜ ଆଜି କିଛି ପଚାରିବେ ନାହିଁ, କିନ୍ତୁ ସେକେଣ୍ଡ ପ୍ରଶ୍ନରୁ ଆମେ ରଖିବା ନା କ'ଣ କହୁଛ? ରଖିଦେଉଛୁ, କିନ୍ତୁ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣମାନଙ୍କ ପାଇଁ ଆମେ ଆଣିବୁ ଏଇଭଳି ମଜାଦାର ଢଗ ପ୍ରଶ୍ନ। ଆପଣମାନେ ଦେଖିବେ, ହସିବେ, ଅନ୍ୟମାନଙ୍କୁ ହସାଇବେ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର। କାହିଁ କିଛି ତ କହୁନା ସାଙ୍ଗମାନେ, କରିବେ କେମିତି? ଆଜି କାହିଁ ତମେ ଅନ୍ୟମନସ୍କ ନା କ'ଣ? ମୁଁ ଜାଣିବନି କିଛି। ହଁ ଯେଉଁ ଫୁଲଟା ଶୁକେଇଥିଲି ତାକୁ ବିଛୁଆ ଦେଇ ଆସି ପକେଇଛି, ମୁଁ ସେଇଆକୁ ଭାବୁଛି। ଯାହା ହଉ ସାଙ୍ଗମାନେ ଭାଉଜଟି ସୋଲା ଶୁକେଇଥିଲେ, କେଉଁ ପିଲା ଆସି ସେ ସୋଲା ଟିକେ ଫୋପାଡ଼ି ଦେଇଛନ୍ତି, କିନ୍ତୁ ଭାଉଜଙ୍କ ମନ ଦୁଃଖ ହୋଇଯାଇଛି, ସେଥିପାଇଁ ଆଉ କିଛି ମୁଣ୍ଡରେ ପଶୁନାହିଁ। ଯାହା ହଉ ସାଙ୍ଗମାନେ ଆଜି ଭିଡ଼ିଓଟି ଆପଣଙ୍କ ମନ ଛୁଆଁ ହେଇଥିବ ବୋଲି ଆଶା ବିଶ୍ୱାସ ରଖିଅଛୁ। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଆପଣମାନଙ୍କ ବନ୍ଧୁମାନଙ୍କ ପାଖକୁ ଆମର ଏଇଭଳି ମଜାଦାର ଢଗ ପ୍ରଶ୍ନଟି ସେୟାର କରିଦିଅନ୍ତୁ, ସେମାନେ ମଧ୍ୟ ଦେଖିବାର ସୁଯୋଗ ପାଇପାରିବେ। ସାଙ୍ଗମାନେ ଆଜିର ଢଗ ପ୍ରଶ୍ନଟି ଏଇ ଦୁଇଟି ମୁଁ ପଚାରିଛି, କାରଣ ମୁଁ ବି କିଛି ଭାବିନଥିଲି। ଦୁଇଟି ଭାବିଥିଲି, କିନ୍ତୁ ମୁଁ ଭାବିଥିଲି ଭାଉଜ ଗୋଟେ ପ୍ରଶ୍ନ କରିପାରନ୍ତି, କିନ୍ତୁ ଭାଉଜ ମଧ୍ୟ କିଛି ଭାବିନାହାନ୍ତି। ତାହେଲେ ଆମେ ଏବେ ରଖିବୁ, କାରଣ ଆଗାମୀ ଭିଡ଼ିଓ ଆସନ୍ତାକାଲି ଆପଣମାନଙ୍କ ପାଇଁ ଆଣିବୁ ବହୁତ ସୁନ୍ଦର ପ୍ରଶ୍ନ, ଆପଣମାନେ ଦେଖିବେ, କିନ୍ତୁ ଅପେକ୍ଷା ରୁହନ୍ତୁ ସାଙ୍ଗମାନେ, ନିଶ୍ଚିନ୍ତ ଆଣିବୁ। ନା କ'ଣ କହୁଛ? କୁହ, ତମେ କିଛି କୁହ। ଗୁଡ଼ା ହଉ, ଗୁଡ଼ା ହସ ଖୁସି ନାଚ ଫାଚ ହଉ, ଗୁଡ଼ା କିଛି ଅଛି। ହା ହା, ଦେଖିଦେବା କି ହସ ବାବୁ, ମୋର କି ହସ ଅଛି ଭାଉଜଙ୍କର। କିଛି ନାହିଁ ଅଛି। ଦେଖନ୍ତୁ ସାଙ୍ଗମାନେ ଭାଉଜ କାଲି କହୁଛନ୍ତି ସବୁଦିନ ପାଇଁ ରାଗ, ଅଭିମାନ, ପ୍ରେମ ସବୁ ଦିଅ ଢାଳି, ହସି ହସି ତୁମ ସାଥେ। ଦେଖନ୍ତୁ ସାଙ୍ଗମାନେ ଯାହା ଯେମିତି ହଉ ମୁଁ ଗୀତଟି ବାହାର କରୁଛି, ଗାଉଛି, କିନ୍ତୁ ଭାଉଜ ଜମା ଗାଉନାହାନ୍ତି। ଆଉ ସାଙ୍ଗମାନେ ଟିକେ ଖୁସି ହୁଅନ୍ତି। ଆଉ ତାହେଲେ ସାଙ୍ଗମାନେ ବହୁତ ମଜା ହେଇଗଲା। ଆସନ୍ତା ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ, ଆହୁରି ମଜା ଆସିଯିବ ନା କ'ଣ କହୁଛ? ତାହେଲେ ସାଙ୍ଗମାନେ ଏବେ ଆମେ ରହିବା, ରହୁଛୁ। ଜୟ ଜଗନ୍ନାଥ, ନମସ୍କାର।